ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ସଂସ୍କୃତ ବହିର ଗଦ୍ୟ ବିଭାଗ ତୃତୀୟ ପାଠ ଭୌତିକ ପର୍ଯ୍ୟାବରଣର 5 ମାର୍କ ପ୍ରଶ୍ନୋତ୍ତରୀ ଚର୍ଚ୍ଚା କରିବା। ତ ଦେଖ ସମସ୍ତେ, ଏକ ଗୁରୁତ୍ୱପୂର୍ଣ୍ଣ ପାଠ। 5 ମାର୍କ ଆମେ କେମିତି ଲେଖିବା? ପ୍ରଥମ ପ୍ରଶ୍ନ ଦେଖ ସମସ୍ତେ। ପ୍ରଶ୍ନ ଅଛି, କିମ୍ ତାବତ୍ ପର୍ଯ୍ୟାବରଣମ୍। ତେବେ ପର୍ଯ୍ୟାବରଣ କ'ଣ? ଏହାର ଉତ୍ତର ହେବ ପରି ଓ ଆବରଣ ଏହି ଦୁଇଟି ଶବ୍ଦ ଯୁଗରେ ପର୍ଯ୍ୟାବରଣ ଶବ୍ଦଟି ନିଷ୍ପନ୍ନ ହୋଇଅଛି। ବିଚିତ୍ର ଗ୍ରହ ପୃଥିବୀରେ ବିଭିନ୍ନ ରୂପରେ ଜୀବଜଗତ ବିକାଶ ହୋଇଥାଏ। ପୃଥିବୀ ଚାରିପଟରେ ଯେଉଁ ପ୍ରାକୃତିକ ଆବରଣ ରହିଛି ତାହାକୁ ହିଁ ପର୍ଯ୍ୟାବରଣ କୁହାଯାଏ। ତ ପିଲାମାନେ ତୁମେ ଏହିପରି ଭାବରେ ଲେଖିପାରିବ, କିମ୍ ତାବତ୍ ପର୍ଯ୍ୟାବରଣମ୍। ଯଦି ପଡ଼ିଲା ପର୍ଯ୍ୟାବରଣ କ'ଣ, ତାହେଲେ ତୁମେ ଏହିପରି ଭାବରେ ଉତ୍ତର ଲେଖିପାରିବ। ଆଉ ଥରେ କହିଦେଉଛି, ଦେଖ ପିଲାମାନେ, ପରି ଓ ଆବରଣ ଏହି ଦୁଇଟି ଶବ୍ଦ ଯୁଗରେ ପର୍ଯ୍ୟାବରଣ ଶବ୍ଦଟି ନିଷ୍ପନ୍ନ ହୋଇଅଛି। ବିଚିତ୍ର ଗ୍ରହ ପୃଥିବୀରେ ବିଭିନ୍ନ ରୂପରେ ଜୀବଜଗତର ବିକାଶ ହୋଇଥାଏ। ପୃଥିବୀ ଚାରିପଟରେ ଯେଉଁ ପ୍ରାକୃତିକ ଆବରଣ ରହିଛି ତାହାକୁ ହିଁ ପର୍ଯ୍ୟାବରଣ କୁହାଯାଏ। ଠିକ୍ ଅଛି ପିଲାମାନେ, ଏ ପ୍ରଶ୍ନଟି ଆସେ, ସେଥିପାଇଁ ସମସ୍ତେ ମନେ ରଖ। ଏହାପରେ ଆମେ ଆସିବା ପରବର୍ତ୍ତୀ ପ୍ରଶ୍ନ। ଦେଖ, ଖ ନମ୍ବର ଅଛି, କସ୍ତାବତ୍ ପରିବେଶଃ। ତେବେ ପରିବେଶ କ'ଣ? ଏହା ମଧ୍ୟ 5 ମାର୍କରେ ପଡ଼େ। ତ ଆମେ ଲେଖିବା, ଦେଖ, ସୂର୍ଯ୍ୟଙ୍କ ନିକଟ ମଣ୍ଡଳରେ ଯାହା ଘେରି ରହିଛି ତାହା ହିଁ ପରିବେଶ। ଅର୍ଥାତ୍ ପରିବେଶ ହେଉଛି ସୂର୍ଯ୍ୟଙ୍କ ନିକଟ ମଣ୍ଡଳର ଚତୁର୍ଦିଗ ବା ଚାରିପଟରେ ଯାହା ବେଷ୍ଟିତ ତାହା ହିଁ ପରିବେଶ। ବର୍ତ୍ତମାନ ପରିବେଶ ଶବ୍ଦ ପର୍ଯ୍ୟାବରଣର ସମାର୍ଥବୋଧକ ଭାବେ ବିବେଚିତ ହୋଇଥାଏ। କସ୍ତାବତ୍ ପରିବେଶ। ତେବେ ପରିବେଶ କ'ଣ? ଏହିପରି ଭାବରେ ତୁମେ ଲେଖିପାରିବ, ସୂର୍ଯ୍ୟଙ୍କ ନିକଟ ମଣ୍ଡଳରେ ଯାହା ଘେରି ରହିଛି ତାହା ହିଁ ପରିବେଶ। ଅର୍ଥାତ୍ ପରିବେଶ ହେଉଛି ସୂର୍ଯ୍ୟଙ୍କ ନିକଟ ମଣ୍ଡଳର ଚତୁର୍ଦିଗ ବା ଚାରିପଟରେ ଯାହା ବେଷ୍ଟିତ ତାହା ହିଁ ପରିବେଶ। ବର୍ତ୍ତମାନ ପରିବେଶ ଶବ୍ଦ ପର୍ଯ୍ୟାବରଣର ସମାର୍ଥବୋଧକ ଭାବେ ବିବେଚନା କରାଯାଉଛି। ଠିକ୍ ଅଛି ପିଲାମାନେ, ତାପରେ ଦେଖ, ଗ ନମ୍ବର ପ୍ରଶ୍ନ ଅଛି, ପର୍ଯ୍ୟାବରଣ ମଧ୍ୟରେ କେଷାଂ ଗ୍ରହଣମ୍ ଭବତି। ପର୍ଯ୍ୟାବରଣ ମଧ୍ୟରେ କ'ଣ ସବୁ ଗୃହୀତ ହୋଇଛି? ଏହାର ଆନ୍ସର ତୁମେ ଲେଖିବ, ସୃଷ୍ଟି ପ୍ରକ୍ରିୟା ସୂକ୍ଷ୍ମଭୂତରୁ ସ୍ଥୂଳଭୂତର ଉତ୍ପତ୍ତି ହୋଇଥାଏ। ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ, ଜଳରୁ ପୃଥିବୀ, ଏହିଭଳି ଭୌତିକ ସୃଷ୍ଟିକର୍ମ। ପୃଥିବୀ ସ୍ଥୂଳତମା, ଯେଉଁଠି ଅନନ୍ୟ ଭୂତଗୁଡ଼ିକ ପରସ୍ପର ସହିତ ଜଡ଼ିତ। ପର୍ଯ୍ୟାବରଣ ମଧ୍ୟରେ ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ରୂପକ ପଞ୍ଚମହାଭୂତ ରହିଅଛି। ଏହିପରି ଭାବରେ ତୁମେ ଆନ୍ସର ଲେଖିପାରିବ। ଏହାପରେ ଦେଖ ପରବର୍ତ୍ତୀ ପ୍ରଶ୍ନ, କଥଂ ପୃଥିବ୍ୟାଃ ସଂରକ୍ଷଣମ୍ କର୍ତ୍ତବ୍ୟମ୍। ଏହା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। କାହିଁକି ପୃଥିବୀର ସଂରକ୍ଷଣ କରିବା ଉଚିତ? ତ ପିଲାମାନେ ତୁମେ ଲେଖିବ, ପୃଥିବୀ ଜୀବଜଗତ, ବୃକ୍ଷଜଗତ, ରତ୍ନ ଓ ଖଣିଜ ଦ୍ରବ୍ୟ ଗୁଡ଼ିକ ଧାରଣ କରିଛି। ଭୂମି ପ୍ରଦୂଷଣ ଦ୍ୱାରା ରୋଗଜାତ ହୁଏ। ବୃକ୍ଷଛେଦନ ଓ ଅତ୍ୟଧିକ ରାସାୟନିକ କୀଟନାଶକ ପ୍ରୟୋଗ ଦ୍ୱାରା ଭୂମି ପ୍ରଦୂଷିତ ଓ ଶକ୍ତିହୀନ ହୋଇଥାଏ। ପୃଥିବୀର ସଂରକ୍ଷଣ ଦ୍ୱାରା ସବୁ ସୁରକ୍ଷିତ ହୋଇଥାଏ। ସୁତରାଂ ପୃଥିବୀର ସଂରକ୍ଷଣ କର୍ତ୍ତବ୍ୟ। ଠିକ୍ ଅଛି। ଏହାପରେ ଦେଖ ପରବର୍ତ୍ତୀ ପ୍ରଶ୍ନ, ନିର୍ମଳେନ ଜଲେନ କିମ୍ ଭବତି। ନିର୍ମଳ ଜଳରେ କ'ଣ ହୁଏ? ଉତ୍ତର ଦେଖ, ଜଳ ଜୀବଜଗତ ଉତ୍ପତ୍ତି ଓ ବିଳୟର କାରଣ ଓ ଏଥିରେ ଜୀବନ ଧାରଣ ଓ ବର୍ଦ୍ଧନର ସମସ୍ତ ତତ୍ତ୍ୱ ନିହିତ ଅଛି। କଳକାରଖାନା ଏବଂ ବର୍ଜ୍ୟବସ୍ତୁ ନିକ୍ଷେପ ଦ୍ୱାରା ଜଳ ପ୍ରଦୂଷିତ ହୋଇ ରୋଗର କାରଣ ହୋଇଥାଏ। କିନ୍ତୁ ନିର୍ମଳ ଜଳ ଦ୍ୱାରା ଜୀବନ ସୁରକ୍ଷିତ ହେବା ସହିତ ଜୀବ ଦୀର୍ଘଜୀବୀ ତଥା ନିରୋଗ ହୋଇଥାଏ। ଏହିପରି ଭାବରେ ତୁମେ ଆନ୍ସର ଲେଖିପାରିବ। ଏହାପରେ ଦେଖ ପରବର୍ତ୍ତୀ ପ୍ରଶ୍ନ, ଅଗ୍ନିଃ କଥଂ ସଂସାରସ୍ୟ ହିତଂ ସାଧୟତି।
ଅଗ୍ନି କିପରି ସଂସାରର ହିତ ସାଧନା କରେ? ଏହାର ଆନ୍ସରରେ ତମେ ଲେଖିବ ଅଗ୍ନି ନିଜ ଦାହିକ ଶକ୍ତିରେ ସବୁ ଅଶୁଦ୍ଧ ବସ୍ତୁକୁ ନଷ୍ଟ କରି ପର୍ଯ୍ୟାବରଣର ଶୁଦ୍ଧତା ରକ୍ଷା କରେ। ସୂର୍ଯ୍ୟ ଯଜ୍ଞାଗ୍ନି, ଗାର୍ହପତ୍ୟ ଅଗ୍ନି, ବନାଗ୍ନି, ବାଢ଼ବାଗ୍ନି ରୂପରେ ଅଗ୍ନି ବାୟୁମଣ୍ଡଳର ବିଷ ପ୍ରକ୍ରିୟାକୁ ବିନାଶ କରି ସଂସାରର ହିତ ସାଧନା କରିଥାଏ। ଏହିପରି ଭାବରେ ଅଗ୍ନି ସଂସାରର ହିତ ସାଧନା କରେ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖ। ବାୟୁମଣ୍ଡଳସ୍ୟ ସୁରକ୍ଷା କଥଂ କरणୀୟା? ବାୟୁମଣ୍ଡଳର ସୁରକ୍ଷା କିପରି କରାଯିବା ଉଚିତ? ଏହା ମଧ୍ୟ ପିଲାମାନେ ଏକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ ପରୀକ୍ଷାରେ ଆସିଥାଏ। ତ ତମେ ଉତ୍ତରରେ ଲେଖିବ ବାୟୁ ଜୀବନର ଆଧାର ତଥା ବିଶ୍ୱ ବିଷୟ ସ୍ୱରୂପ। ଯଜ୍ଞରେ ପ୍ରଦତ୍ତ ଘୃତାହୁତି ବାୟୁମଣ୍ଡଳକୁ ଶୁଦ୍ଧ କରେ। ବୃକ୍ଷଗୁଡ଼ିକ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ତ୍ୟାଗ କରିଦିଏ। ବୃକ୍ଷଛେଦନ ଦ୍ୱାରା ବାୟୁ ଦୂଷିତ ହୁଏ, ତେଣୁ ବାୟୁମଣ୍ଡଳର ସୁରକ୍ଷା ପାଇଁ ବୃକ୍ଷରୋପଣ କର୍ତ୍ତବ୍ୟ। ବାୟୁମଣ୍ଡଳର ସୁରକ୍ଷା ଦ୍ୱାରା ଜୀବନ ସୁରକ୍ଷିତ ହୋଇଥାଏ। ଠିକ୍ ଅଛି ପିଲାମାନେ, ବାୟୁମଣ୍ଡଳର ସୁରକ୍ଷା କିପରି କରାଯିବା ଉଚିତ? ବାୟୁମଣ୍ଡଳସ୍ୟ ସୁରକ୍ଷା କଥଂ କरणୀୟା ଯଦି ପଡ଼ିଲା ତମେ ଏହିପରି ଭାବରେ ତମେ ଲେଖିବ। ଦେଖ ନେକ୍ସଟ ପ୍ରଶ୍ନ, କଥଂ ସୃଷ୍ଟି ରମଣୀୟା ଭବିଷ୍ୟତି? ସୃଷ୍ଟି କିପରି ସୁନ୍ଦର ହେବ? ଉତ୍ତରରେ ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ପଞ୍ଚଭୂତ ସମନ୍ୱିତ ରୂପରେ ପ୍ରାଣୀମାନଙ୍କର ଜୀବନ ଧାରଣ ତଥା ପୋଷଣ କରିଥାନ୍ତି। ଗୋଟିଏର ପର୍ଯ୍ୟାୟରେ ସୃଷ୍ଟିର ବିନାଶ ହୋଇଯାଇପାରେ। ବିଶ୍ୱର ଏବଂ ପର୍ଯ୍ୟାବରଣର ସୁରକ୍ଷା ଦ୍ୱାରା ଏହି ସୃଷ୍ଟି ନିଶ୍ଚିତ ରମଣୀୟ ହେବ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ।